ମାଛିଟି ବର୍ତ୍ତମାନ ସୁସ୍ଥ ହେଇ ଆସିଲାଣି। ଦେଖ ଚାଲିଆ ଅବସ୍ଥାରେ ବର୍ତ୍ତମାନ ଜମାରୁ ପର ଲାଗି ଯାଇଥିଲା, ଚାଲି ପାରୁନଥିଲା। ମଣିଷ ଖୁସି ହେଇଯାଇଥିଲା, ମାଛିଟା ଚାଲୁଥିଲା। ସେଟା ଦେଖିଲା ବେଳକୁ ଆଉ ଚାଲି ପାରୁନି, କଣ ଖୁରା ଟେକିକି ପଡିଗଲାଣି। ଚାଲିଯିବ ବୋଧେ, ଆଉ ଆଶା ନାହିଁ। ଠିଆ ଠିଆ ହେଲା, କେଡେ ସୁନ୍ଦର ଚାଲିଲା। ପେଟୁଟିଏ ବୋଧେ ଖାଇ ଦେଇଛି ନା କଣ, ଆଉ ଚଳି ପାରୁନି। ଚାଲିଯିବ ଚାଲିଯିବ ହେଲାଣି। ଠିଆ ହେଲେ ସିନା ଯାହା କରିବି, ଠିଆ କଲେ ବି ଗଡି ପଡୁଛି। ନାଇଁ ରେ ଭାଇ, ବଞ୍ଚେଇ ପାରିଲିନି। ଶେଷ ନିଶ୍ୱାସ ତ୍ୟାଗ କରିଦେଲା ଆଉ। କେତେ କଷ୍ଟ କଲି, ଘଣ୍ଟେ ଦେଢ ଘଣ୍ଟା ତୋ ସାଙ୍ଗେ ସଂଘର୍ଷ କଲି। ତୋ ଦେହରେ ଚାହା ଲାଗିଯାଇଥିଲା, ପର ଧୋଇଲି, ଗାଧେଇ ଦେଲି। ବୋଧେ ଗାଧେଇବାରେ ମୋର କିଛି ଭୁଲ ଭାଲ ଥିଲା, ଜାଣିପାଇଲିନି। ବୋଧେ ଥଣ୍ଡା ଧରିକି ସନ୍ନିପାତ ହେଇଗଲା, ମାଛିଟିକି ମରିଗଲା। କଣ କରିବାକୁ ବର୍ତ୍ତମାନ? ଏଇଠି ତାକୁ ଗାଧେଇ ଦେଇଥିଲି, ଦେଖୁନ କେତେ ତା ଦେହରୁ ଚାହା ପାଣି ସବୁତିକ ବାହାରିଲା। ଆଉ ଏଠି ତାକୁ ଆଣିକି ତାର ମୁଁ କେୟାର ନଉଥିଲି। ଆଉ କଣ ହବ? ଶେଷ ନିଶ୍ୱାସ ତ୍ୟାଗ କରିଦେଲା। ମନଟା ଟିକେ କଷ୍ଟ ହେଲା, ବଞ୍ଚି ଯାଇଥିଲେ ବଞ୍ଚି ଯାଇଥାନ୍ତା, ବଞ୍ଚେଇ ପାରିଲିନି ଆଉ। କୋଲାପ୍ସ ହେଇଗଲା, ତା ବଡିଟା କୋଲାପ୍ସ ହେଇଗଲା। ନା, ଯେତେ ଆଉ ଟୁଙ୍ଗୁରୁ ଟାଙ୍ଗରେ କଲେ ଦେଖ, ଚାରି ଖୋରା ଟେକି ଦେଇଛି। ନା, ହାତ ଯୋଡିକି ମରିଛି ଆଉ, ଭଗବାନଙ୍କୁ ଡାକିଛି। ଶେଷ ନିଶ୍ୱାସ ତ୍ୟାଗ କଲା ବେଳେ ଭଗବାନଙ୍କୁ ଡାକିଛି, ପ୍ରଭୁ ଆତ୍ମା ଯୋଉଠି ଥାଉ ଶାନ୍ତିରେ ଥାଉ। ମୁଁ ଯାଏ ଗାଧେଇକି ଆସେ ଆଉ। ତାକୁ ନେଇକି ଶବ ସତ୍କାର କରିକି ଗାଧେଇକି ଆସେ, ତାପରେ ମୁଁ କଥା ହେବି ଆଉ। କୃଷ୍ଣ କହିକି ଗଲା ବୋଲି ମୁଁ ଭିଡିଓ ଟା କରିକି ତମ ପାଖକୁ ପଠଉଛି ରେ ଭାଇ। ଟିକେ ଦେଖେଇଦବ ଘରେ ସମସ୍ତଙ୍କୁ। ବଞ୍ଚେଇ ପାରିଲିନି, ଭାରି ମନ ଦୁଃଖ ହେଲା ମୋର। କେତେ କଷ୍ଟ କରିଥିଲେ, ତମେ ନିଜେ ଫଟୋ ଉଠେଇକି ଭିଡିଓ କରିକି ନେଇଥିଲ ନା ନାଇଁ? ବଞ୍ଚିଥିଲା, ଆଉ ବଞ୍ଚି ପାରିଲା ନାହିଁ। ଆମ ଦୋକାନଟି କାଳେ ଡରେଇବ ବୋଲି ଆଣିକି ଆଙ୍କ ଦୋକାନ ଆଗରେ ଏଠି ପୋତୁଛି। ପୋତି ଦେଇକି ଯାଉଛି। ସିଏ କହୁଛନ୍ତି ମତେ ଡରେଇବ ଯଦି ରାତିରେ, ଗାତ ଖୋଳିକି ପୋତି ଦଉଛି ଏବେ ଆଉ। ମାଛି ପୋତା ହେଇଛି ଏଠି, ସମାଧି କରିବ। ଗାତ ଖୋଳିକି ଏଠି ପୋତି ଦଉଛି। ଯା, ଏଠି ପୋତି ଦେଲି ସାଙ୍ଗମାନେ। ଭିଡିଓ କରୁଛି ବୋଲି କହିବାନି ଯେ ଏଟା ଫାଲତୁ ଭିଡିଓ ବୋଲି। ଜାଣିବା ଦରକାର ତାଙ୍କର ବି ଆତ୍ମା ଅଛି ନା। ପୋତି ଦେଲି ଏଠି। ଏଇ ଲୋକ କହିଲେ ମତେ ଡରେଇବ ବୋଲି ହେଲା। ମୁଁ ସେଇ ଯୋଗୁ ତାଙ୍କ ଦୋକାନ ଆଗରେ ପୋତି ଦେଇଛି, ଆମ ଦୋକାନରେ ମତେ କାଳେ ଡରେଇବ ବୋଲି।